ଅଧିକାଂଶ ମହିଳା ଶାରୀରିକ ସମ୍ପର୍କ ସମୟରେ ନିଜର ସ୍ତନକୁ ନିଜ ହାତ ଦ୍ୱାରା ଚିପିଥାନ୍ତି। ତେବେ ତୁମେ ଜାଣିବ ଯେ ସେହି ମହିଳା ପୁରା ରୋମାଣ୍ଟିକ ଅଟନ୍ତି ଓ ସେ ପୁରୁଷ ବନ୍ଧୁଙ୍କୁ ପୁରା ମଜା ଦେଇଥାନ୍ତି। ଷ୍ଟଡି ଅନୁସାରେ ଯେଉଁ ପୁଅମାନେ ବା ପୁରୁଷମାନେ ଗୋଟିଏ ସପ୍ତାହରେ 4 ଥରରୁ ଅଧିକ ଥର ହସ୍ତମୈଥୁନ କରିଥାନ୍ତି ତେବେ ସେ ଶାରୀରିକ ସମ୍ପର୍କ ବେଳେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି, କାରଣ ତାଙ୍କର ଗୁପ୍ତାଙ୍ଗ ପୁରା ନରମ ପଡ଼ିଯାଇଥାଏ। ସବୁବେଳେ ଗୋଟେ କଥା ମନେ ରଖିଥିବେ, ତୁମେ ଯଦି ଗୋଟିଏ ଛୋଟ କଷ୍ଟଟିଏ ସହିପାରୁନ ତେବେ ଅନ୍ୟକୁ ସେହି କଷ୍ଟ ଦେବାକୁ ଚିନ୍ତା ବି କରିବେନି। ଏହି କଥା ବୁଝି ରଖନ୍ତୁ। ଏକ ମଣିଷର ପ୍ରକୃତ ଧନ ହେଉଛି ତାହାର ବ୍ୟବହାର, ନମ୍ରତା ଓ ଚରିତ୍ର। ଏହି 3ଟି ଜିନିଷ ଯାହା ପାଖରେ ଅଛି ତାଙ୍କୁ ସମସ୍ତେ ସମ୍ମାନ ଓ ଭଲ ପାଇଥାନ୍ତି, କାରଣ ଲୋକମାନଙ୍କ ପାଖରେ ଧନ ତ ଅଛି ହେଲେ ବ୍ୟବହାର ବହୁତ ଖରାପ, ତେଣୁ ପ୍ରକୃତ ଲୋକ ପୂଜା ପାଇଥାଏ। ଯଦି ତୁମର ସ୍ତ୍ରୀଙ୍କୁ ଛୁଇଁବା ମାତ୍ରେ ବାହାରି ପଡ଼ୁଛି କିମ୍ବା ଶରୀର କମ୍ପନ ହେଉଛି, ତା ସହ ଗୁପ୍ତାଙ୍ଗ ନରମି ଯାଉଛି, ତାହେଲେ ଗୋଟିଏ କାମ କରନ୍ତୁ। ଆପଣଙ୍କ ବଜାରରୁ ଅଶ୍ୱଗନ୍ଧାର ଚେର ନେଇ ଆସିବେ। ତାପରେ ଏହାକୁ ଶୁଖାଇ ଗୁଣ୍ଡ କରିବେ। ଏହାପରେ କିଛି ପରିମାଣରେ ଗୋଲମରିଚକୁ ନେଇ ଏହାକୁ ମଧ୍ୟ ଗୁଣ୍ଡ କରିବେ। ତାପରେ ଏହାକୁ ମିଶାଇ ଦେବେ। ଏହି ମିକ୍ସକୁ ପ୍ରତିଦିନ ରାତିରେ ଖାଇବାର 40 ମିନିଟ୍ ପରେ ଏହି ମିକ୍ସରୁ ଗୋଟିଏ ଚାମଚ ଖାଆନ୍ତୁ ଓ ଉଷୁମ କ୍ଷୀର ପିଅନ୍ତୁ। ଏପରି ନିୟମିତ କରିବ। କିଛି ଦିନ ପରେ ଗୁପ୍ତାଙ୍ଗରେ ଭରପୁର ଶକ୍ତି ଆସିଯିବ। ଯଦି ତୁମର ଶାରୀରିକ ସମ୍ପର୍କ ବେଳେ 7 ମିନିଟ୍ରୁ ଅଧିକ ସମୟ ପର୍ଯ୍ୟନ୍ତ ବାହାରୁନି ତେବେ ଜାଣିବେ ଯେ ତୁମର ଶାରୀରିକ ଶକ୍ତି ଠିକ୍ ଅଛି ତଥା ଏହାକୁ ହେଲ୍ଦି ପରଫର୍ମାନ୍ସ ବୋଲି କୁହାଯାଏ। ଏହି ଦୁନିଆରେ ସମ୍ପର୍କ ଯିଏ ଭାଙ୍ଗି ଦେଇଥାଏ ସେ ସବୁବେଳେ ଦୋଷକୁ ଦେଖେ, କିନ୍ତୁ ଯିଏ ପ୍ରକୃତରେ ସମ୍ପର୍କକୁ ବଜାୟ ରଖିଥାଏ ସେ ସବୁବେଳେ ଗୁଣକୁ ପ୍ରଶଂସା କରିଥାଏ। ସ୍ୱାର୍ଥରେ ଅନେକ ସମ୍ପର୍କକୁ ଭାଙ୍ଗିଥାନ୍ତି, ମାତ୍ର ପ୍ରକୃତରେ ବନ୍ଧୁ ସେମିତି ଠିଆ ହୋଇଥାଏ।